ଅମ୍ଳଜାନ ପାଇଁ ବୃକ୍ଷରୋପଣ ମା ସୁବର୍ଣ୍ଣମୁଖୀ ଗାଁ କମିଟି ପାରିକଇଁଚି ଓ ପ୍ରକୃତି ମିତ୍ର ସଂଗଠନ ତରଫରୁ ଆଜି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପାରିକଇଁଚି ଗ୍ରାମରେ ଥିବା ଖେଳ ପଡ଼ିଆରେ ବୃକ୍ଷରୋପଣ ହୋଇଅଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସରପଞ୍ଚ ସମିତି ସଭ୍ୟ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତରେ ମିଳିତ ସହଯୋଗରେ ବୃକ୍ଷରୋପଣ କରାଯାଇଛି। ପ୍ରକୃତି ମିତ୍ର ସଂଗଠନର ସଭାପତି ସଦାନନ୍ଦ ମଲ୍ଲିକ ଅନୁରୋଧ କରି କହିଛନ୍ତି ଯେ କୌଣସି ଏରିଆରେ ଆପଣ ଖାଲି ଥିବା ଜାଗାରେ ଗଛ ଲଗାଇବା ସହିତ ରକ୍ଷଣାବେକ୍ଷଣ ବି କରୁଛୁ। ମହାନ୍ତି ଆମେ ଦୀପାଞ୍ଚଳ ହାଇସ୍କୁଲରୁ ଆସିଛୁ। ଆମ ଦୀପାଞ୍ଚଳ ହାଇସ୍କୁଲକୁ ଟୁଟୁ ଭାଇ ଯାଇଥିଲେ, ସେ ଆମକୁ ଡାକିଛନ୍ତି, ସେଥିପାଇଁ ଆମେ ଗଛ ଲଗାଇବାକୁ ଏଠିକି ଆସିଛୁ। ବୃକ୍ଷ ହେଉଛି ଆମର ଜୀବନ, ବୃକ୍ଷ ନଥିଲେ ଆମେ ଅମ୍ଳଜାନ ପାଇପାରି ନଥାନ୍ତେ। ଆଜି ଆମେ ଗଛ ଲଗେଇକି ନିଜକୁ ଧନ୍ୟ ମନେ କରୁଛୁ। ଆଜିର କାର୍ଯ୍ୟକ୍ରମ ଅଛି, ପ୍ରଥମେ ଧନ୍ୟବାଦ ଦେଇ ପ୍ରକୃତି ମିତ୍ର ଆମର ସଂଗଠନ ଯେ ପ୍ରତି ଏରିଆରେ ଯେଉଁଠି ଆବଶ୍ୟକ ଗଛ ଲଗାଇବା ପାଇଁ ସେ ଯାଇକି ବିନା ସ୍ୱାର୍ଥରେ କୌଣସି ପାରିଶ୍ରମ ନ ନେଇ ଗଛ ଲଗାଇବାରେ ସାହାଯ୍ୟ କରୁଛନ୍ତି। ଆମର ଉଦ୍ଦେଶ୍ୟ ଏ ଖେଳ ପଡ଼ିଆଟି କେମିତି ତା ଚତୁଃପାର୍ଶ୍ୱ ଗଛ ଲାଗି ସୁନ୍ଦର ରହିବ, ପରିବେଶକୁ ଛାଇ ଦେବ ଆଉ ଅକ୍ସିଜେନ୍ ଦେବ। ଆଉ ଗଛ ଲଗାଇବାରେ ଆମର ଯେତିକି ଉଦ୍ଦେଶ୍ୟ ରହିଛି ପ୍ରତିବର୍ଷ କେମିତି ଏ ପ୍ରତିଦିନ ଗଛର ଯତ୍ନ ନେବୁ ଆଉ ଏ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ଆମେ କିପରି ସାକାର କରିବୁ, ଏଥିରେ ଆମେ ପଞ୍ଚାୟତର ସରପଞ୍ଚ ରୁଦ୍ରନାରାୟଣ ମହାନ୍ତି ଆଜିର এই କାର୍ଯ୍ୟକ୍ରମ ମା ପାଇଁ ଗଛଟିଏ। ଆମେ ସମସ୍ତେ ସଚେତନ ହେବା ଆବଶ୍ୟକତା ଅଛି। ଆଜିର ସମାଜରେ ପ୍ରଦୂଷଣଟା ଏଭଳି ଏକ ଜାଗା ନେଇଛି, ସମସ୍ତେ ଏଥିପାଇଁ ଆମେ ଦାୟୀ। ସେଥିରୁ ଆମେ ବର୍ତ୍ତିବା ପାଇଁ ଆମେ ସମସ୍ତେ ଚେଷ୍ଟା କରିବା ଉଚିତ। ଆଜିର ଯେଉଁ ସମାଜରେ ଦେଖିଥିବେ ଲୋକମାନେ ରାସ୍ତାରେ ଯାଉଛନ୍ତି ପାଣି ବୋଟଲ ଗୋଟେ ଧରିକି ପାଣି ପିଇବା ପାଇଁ, ପାଣିର ବି ଘୋର ସମସ୍ୟା ହେଲାଣି। ଦ୍ୱିତୀୟ କଥା ହେଉଛି ଅକ୍ସିଜେନର ସର୍ଟେଜ ହେଲାଣି। ଆଉ କିଛି ଦିନ ପରେ ଦେଖିବେ ଲୋକ ଯେମିତି ପାଣି ବୋଟଲ ଧରିକି ଯାଉଛି ହାତରେ, ସେମିତି ଅକ୍ସିଜେନ ଥଳି ଧରିକି ବ୍ୟାଗରେ ଧରିକି କାନ୍ଧରେ ପକାଇକି ଯିବରେ ଏ ଆବଶ୍ୟକତା ଆସିଲାଣି ଧୀରେ ଧୀରେ। ଆଉ 5-10 ବର୍ଷ ପରେ ଲୋକ ଅକ୍ସିଜେନ ଥଳି ଧରିକି ରାସ୍ତାରେ ଯାଉଥିବେ, ଅକ୍ସିଜେନ ସର୍ଟେଜ ହେବ। ସେଥିପାଇଁ ଆମର ଏ କାର୍ଯ୍ୟକ୍ରମ ଆଜି ନରେଶ କୁମାର ବୋଇତେଇ ଏ ପାରିକଇଁଚି ମାନେ ଏ ଅଞ୍ଚଳରେ ବହୁ ଜାଗାରେ ଗଛ ବି ଲଗାଉଛନ୍ତି। ଆଜି ତାଙ୍କ ଦ୍ୱାରା ନରେଶ ବୋଇତେଇ ଏଠି ଯେଉଁ ବୃକ୍ଷରୋପଣ କରୁଛି ତାକୁ ଅଶେଷ ଅଶେଷ ଧନ୍ୟବାଦ। ଗଛ ହିଁ ଜୀବନ, ଯେମିତି ଖାଦ୍ୟ ଆମର ବଞ୍ଚିବା ପାଇଁ ନିହାତି ଆବଶ୍ୟକ, ବଞ୍ଚିବା ପାଇଁ ଅକ୍ସିଜେନ ଗଛ ବି ଆମର ନିହାତି ଆବଶ୍ୟକ। ତେଣୁକରି ମୁଁ ଅଜୟ କୁମାର ପଣ୍ଡା, ସମିତି ସଭ୍ୟ ଗନ୍ଧଣ ଗ୍ରାମ ପଞ୍ଚାୟତ। ଆଜିର କାର୍ଯ୍ୟକ୍ରମ ଅତି ଆନନ୍ଦଦାୟକ କାର୍ଯ୍ୟକ୍ରମ। ଏ ଯେଉଁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଚାଲିଛି, ସେଇ ଅବସରରେ ଆମର ଏଇ ଅଞ୍ଚଳର ପ୍ରକୃତି ମିତ୍ର ସଂଗଠନ ଦ୍ୱାରା ମୋ ପଞ୍ଚାୟତର ପାରିକଇଁଚି ଗ୍ରାମର ସୁବର୍ଣ୍ଣମୁଖୀ ପାରିକଇଁଚି ଗ୍ରାମ କମିଟିର ଯେ ଆବାହକ ଅଛନ୍ତି ନରେଶ ଚନ୍ଦ୍ର ବୋଇତେଇ ଟୁଟୁ, ତାଙ୍କ ଦ୍ୱାରା ଏ କାର୍ଯ୍ୟକ୍ରମ ଆଜି ସମାହିତ ହେଉଛି। ଗଛଟିଏ ନିହାତି ଦରକାର, କାହିଁକିନା ମୁଁ ବି ସରକାରଙ୍କୁ ଆପଣଙ୍କ ମାଧ୍ୟମରେ ଏଠି ଗୋଟେ ବାର୍ତ୍ତା ଦେବାକୁ ଚାହେଁ। ବର୍ତ୍ତମାନ ଜଳବାୟୁର ପରିବର୍ତ୍ତନ ଯେମିତି ହେଲାଣି, ଯେଉଁ ପ୍ରକୃତି ଯେଉଁ ତାଣ୍ଡବ ରଚୁଛି, ସେଥିପାଇଁ ଗଛଟିଏ ନିହାତି ଆମକୁ ଦରକାର। ଗଛ ନ ରହିଲେ ଆମେ କେହି ରହିବା ନାହିଁ। ଖୁବ୍ କମ୍ ଦିନ ଭିତରେ ପୃଥିବୀ ଧ୍ୱଂସ ହେବାକୁ ଯାଉଛି। ତେଣୁ ଗଛଟିଏ ରହିବାର ନିହାତି ଆବଶ୍ୟକତା ଅଛି। ସରକାର ଏଇ ଯେଉଁ ମା ପାଇଁ ଗଛଟିଏ ଆହ୍ୱାନ ଦେଇକି ଗଛ ଲଗାଉଛନ୍ତି, ଆମେ ସମସ୍ତେ ଗଛ ଲଗାଉଛୁ, କିନ୍ତୁ ଯେଉଁ ଗଛଟିକି ଲଗାଉଛନ୍ତି ତାର ପ୍ରତ୍ୟେକ ତତ୍ତ୍ୱାବଧାନ ରହୁଛି କି ନା ତାକୁ ସରକାର ବୁଝିବା ଦରକାର। ଏବଂ ସରକାର ମଧ୍ୟ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଦେଖିବାକୁ ମିଳୁଛି, ଆପଣମାନଙ୍କର ଜରିଆରେ ସୋସିଆଲ ମିଡ଼ିଆ ଜରିଆରେ ଅନେକ ଜଙ୍ଗଲ କାଟିକି ଧ୍ୱଂସ କରୁଛନ୍ତି। ସେଇଟା ମୋର ନିବେଦନ ରହିବ, ସେ ଜଙ୍ଗଲ ଯେମିତି ନ କାଟନ୍ତୁ, ଗଛ ଗୁଡ଼ିକ ବଢ଼ିବାକୁ ଦେଲେ ଆମର ଉତ୍ତର ପିଢ଼ି ସେ ବହୁତ ଶାନ୍ତି ଶୃଙ୍ଖଳାର ସହିତ ରହିବେ। ତ ସେଇ ହିସାବରେ ଏଇ ଯେଉଁ କାର୍ଯ୍ୟକ୍ରମ ହେଇଛି ଆଜି, ଯେଉଁ ଖେଳ ପଡ଼ିଆ ପାରିକଇଁଚିର ସୁବର୍ଣ୍ଣ। ଯାଜପୁର ନାରାୟଣ ରଥଙ୍କ ରିପୋର୍ଟ, ସୋନ ନ୍ୟୁଜ୍।